ଗୋଚର ଜମି ଜବରଦଖଲ ଉଚ୍ଛେଦ ଦାବି ନେଇ ଆମରଣ ଅନଶନ। ଜଳେଶ୍ୱର ତହସିଲ ଅଧୀନସ୍ଥ ଖୁଆଡ଼ ପଞ୍ଚାୟତ ମହୁଡୁମା ଗ୍ରାମର ପୁରୁଣାପାଣି ମୌଜାରେ ଥିବା ମିଳନ ପଡ଼ିଆଠାରେ ଥିବା ଗୋଚର ଓ ସର୍ବସାଧାରଣ ଜାଗାକୁ ଗ୍ରାମର କିଛି ମୁଷ୍ଟିମେୟ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଲୋକମାନେ ଗ୍ରାମର ସର୍ବସାଧାରଣ ବ୍ୟବହୃତ ଜାଗା ଯଥା ମିଳନ ପଡ଼ିଆ, ରଥ ପଡ଼ିଆ, ହାଟ ପଡ଼ିଆ, ଗୋଚର ଯିବା ଆସିବା ପାଇଁ ତିଆରି ହୋଇଥିବା ରାସ୍ତାକୁ ବେଆଇନ ଭାବେ ଜବରଦଖଲ କରି ସେଠାରେ ସ୍ଥାୟୀ ପକ୍କା ଘର ନିର୍ମାଣ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ଅଧିକାରୀ 2010 ମସିହାରୁ ଆପତ୍ତି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ଯାହାଫଳରେ ଗ୍ରାମରେ ଥିବା ସମସ୍ତ ସରକାରୀ ଜାଗା କିଛି ମୁଷ୍ଟିମେୟ ଲୋକଙ୍କ ଦଖଲକୁ ଚାଲିଯାଉଛି। ତେଣୁ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାରେ ବାଧା ସୃଷ୍ଟି ହେଉଛି। ବିଶେଷକରି ରଥଯାତ୍ରା ସମୟରେ ଲୋକଙ୍କ ଭିତରେ ଦଳାଚକଟା ସୃଷ୍ଟି ହେଉଛି ଓ ସର୍ବସାଧାରଣ ବ୍ୟବହୃତ ଜାଗାରେ ଯେଉଁ କୂଅଟି ରହିଛି ଉକ୍ତ କୂଅଟିକୁ ଅବରୋଧ କରି ପାଇଖାନା ଟାଙ୍କି କରାଯାଇଛି। ଉକ୍ତ କୂଅଟିକୁ ପାଇଖାନା ଟାଙ୍କି କରିଛନ୍ତି ସୁଧାଂଶୁ ଶେଖର ମଲ୍ଲିକ। ବାସନ୍ତୀ ପୂଜା, ରଥଯାତ୍ରା ଆଉ ଶ୍ମଶାନକୁ ଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ଏହାକୁ ବିରୋଧ କରି ସମାଜସେବୀ ଅନନ୍ତ କୁମାର ଦାସ ଜଳେଶ୍ୱର ତହସିଲ ସମ୍ମୁଖରେ ଦିନ 10 ଘଟିକାଠାରୁ ଆମରଣ ଅନଶନରେ ବସିଛନ୍ତି। ଗ୍ରାମର କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ, ସତ୍ୟବାନ ଦାସ, ପ୍ରମୋଦ ମୁର୍ମୁ, ରମେଶ ମହାକୁଡ଼, ଯମୁନା ମୁର୍ମୁ, ମାଳତୀ ସୋରେନ, ସୀତା ମହାକୁଡ଼ ପ୍ରମୁଖ ଏହି ଆମରଣ ଅନଶନରେ ସାମିଲ ହୋଇଥିଲେ। ତେବେ ଏ ସମ୍ପର୍କରେ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ତହସିଲଦାରଙ୍କ ଚିଠି ସଂଖ୍ୟା 1173/3/2025ରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେଠାରୁ ଅନୁମତି ଆସିଲେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଳେଶ୍ୱର ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।